ଅନୁଭବଙ୍କୁ ଦେଖିବା ପାଇଁ ରାସ୍ତାରେ ଜନସମୁଦ୍ର। ହଁ ଦର୍ଶକ ବନ୍ଧୁ, ଏହି ନାମୀ ଦାମୀ କଳାକାର ଅନୁଭବ ମହାନ୍ତିଙ୍କୁ ଦେଖିବା ପାଇଁ ରାସ୍ତାରେ ଲକ୍ଷ ଲକ୍ଷ ଲୋକ ଠିଆ ହୋଇ ରହିଛନ୍ତି। ଇଲେକ୍ସନ ପାଖେଇ ଆସୁଥିବା ବେଳେ ଅନୁଭବ ଏବେ ବିଜେପିରେ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଛନ୍ତି। ତାଙ୍କର ଗୋଟିଏ ଲକ୍ଷ୍ୟ ରହିଛି ଓଡ଼ିଶାରେ ବିଜେପି ସରକାର ଗଢ଼ୁ। ତାଙ୍କ ସହିତ ଜନସାଧାରଣ ମଧ୍ୟ ବେଶ୍ ଖୁସି ହୋଇ ବିଜେପିରେ ସାମିଲ ହୋଇଗଲେଣି ଏବଂ ଜୟ ଶ୍ରୀରାମରେ କମ୍ପୁଛି ଗାଁ ଗହଳି। ଆପଣ ଜାଣିଥିବେ ବର୍ଷା ପ୍ରିୟଦର୍ଶିନୀ ବଡ଼ଚଣାରୁ ଲଢ଼ୁଥିବା ବେଳେ ଅନୁଭବ ଟିକେଟ୍ ପାଇନାହାନ୍ତି, ହେଲେ ଜୋରଦାର ପ୍ରଚାର କରି ଭୋଟରଙ୍କ ମନ ଜିତୁଛନ୍ତି ଅନୁଭବ। ସେ କହିଛନ୍ତି ଓଡ଼ିଶାରେ ପରିବର୍ତ୍ତନ ଆଣିବା ଏବଂ ଯୋଡ଼ି ପଦ୍ମରେ ଭୋଟ ଦେବା। ଅନୁଭବଙ୍କୁ ଏଭଳି ପ୍ରଚାର ଦେଖି ବିରୋଧୀ ଛାନିଆ ହୋଇଗଲେଣି। ବର୍ଷା ମଧ୍ୟ ଅନୁଭବଙ୍କ ରାଲିକୁ ଦେଖି ଡରିଗଲେଣି। ଅନୁଭବ ଏବେ ସବୁ ବ୍ଲକରେ ପ୍ରଚାର କରିବେ ବୋଲି କହୁଛନ୍ତି। ଏହି ରାଲି ଦେଖି ଜଣାପଡ଼ୁଛି ଏଥର ଓଡ଼ିଶାରେ ବିଜେପି ସରକାର ସୁନିଶ୍ଚିତ ଆସିବ। ସୂଚନା ଆଜି ପାଇଁ ଏତିକି। ଯଦି ଆପଣଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥିବ ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ରହିଲି, ନମସ୍କାର।